ଏକ ଦିନେ ଗୋଟିଏ ଗାଁକୁ ଜଣେ ଋଷି ଆସିଲେ। ଗାଁର ମଣ୍ଡପରେ ବସିଥିବା ଲୋକମାନଙ୍କୁ କହିଲେ, ମୁଁ ତୁମ ଗ୍ରାମରେ କିଛି ଦିନ ରହିବାକୁ ଆସିଛି। ତୁମ ଗାଁର ଶେଷ ମୁଣ୍ଡରେ ମୋର କୁଡ଼ିଆ ବନେଇଛି। ମୋ ପାଖରେ କିଛି ଧନ ଅଛି। ନିଃସ୍ୱାର୍ଥପର ଭାବରେ ସେହି ବ୍ୟକ୍ତିଙ୍କୁ ଦେବାକୁ ଚାହିଁବି ଯିଏ ଗାଁର ସମସ୍ତଙ୍କର ଭଲ କରୁଥିବେ। ଆସୁଥିବା ପୂର୍ଣ୍ଣିମାକୁ ଗାଁର ସମସ୍ତ ଧର୍ମାତ୍ମା ବ୍ୟକ୍ତି ମୋର କୁଡ଼ିଆକୁ ଆସିବେ ଆଉ ନିଜର ଭଲ କାମ ବିଷୟରେ କହିବେ। ମୋତେ ଯାହାର କାମ ସବୁଠୁ ଭଲ ଲାଗିବ ମୁଁ ତାକୁ ଏ ଧନ ଦେଇଦେବି। ପୂର୍ଣ୍ଣିମା ଦିନ ଗାଁର ବହୁତ ଲୋକ ଋଷିଙ୍କ କୁଡ଼ିଆକୁ ଆସିଲେ ଆଉ ସେମାନେ ନିଜ ନିଜର ଭଲ କାମ ବିଷୟରେ କହିବାକୁ ଲାଗିଲେ। କେହି ଜଣେ କହିଲେ, ମୋର ଜନ୍ମଦିନରେ ମୁଁ ଗରିବଙ୍କୁ ଖାଇବାକୁ ଦେଇଥାଏ। ଆଉ କେହି କହିଲେ, ମୁଁ ଗରିବ ଲୋକଙ୍କୁ କିଛି ଆର୍ଥିକ ସହାୟତା କରୁଛି। ଯଦି ମୋତେ ଏ ଧନ ମିଳନ୍ତା ତେବେ ମୁଁ ଆହୁରି ଅଧିକ ଲୋକଙ୍କର ସହାୟତା କରିପାରିବି। ଋଷି ସମସ୍ତଙ୍କ କଥା ଶୁଣି ଚାଲିଲେ, ହେଲେ କାହାରି କଥାରେ ସନ୍ତୁଷ୍ଟ ହେଲେ ନାହିଁ। କାହାରି ଯୋଗ୍ୟତା ଏତେ ଭଲ ଲାଗିଲା ନାହିଁ ଯେତିକି ସେ ଭାବୁଥିଲେ। ସୂର୍ଯ୍ୟାସ୍ତ ହେବା ସଙ୍ଗେ ସଙ୍ଗେ ଲୋକମାନେ ଫେରିଗଲେ। ଚାରିଆଡ଼ ଅନ୍ଧକାରରେ ମାଡ଼ି ଆସୁଥାଏ। ହଠାତ୍ ଜଣେ ବ୍ୟକ୍ତି ଆସିଲେ। ବହୁତ ଥକି ଯାଇଥିଲେ ଓ ସାହସୀ ମଧ୍ୟ ଯାଇଥିଲେ। ଋଷି କହିଲେ, ତୁମେ କିଏ? ବ୍ୟକ୍ତି ଜଣକ ଉତ୍ତର ଦେଲେ, ଋଷିବର, ମୋର ନାମ ଦୟା। ମୁଁ ପାଖ ଗ୍ରାମରେ ରହେ। ତୁମକୁ ଦେଖା କରିବାକୁ ଆସିଛି। ଋଷି କହିଲେ, ତୁମେ ଏତେ ଡେରି କରିଦେଲ? ବ୍ୟକ୍ତି ଜଣକ କହିଲେ, ଋଷିବର, ମୁଁ ଏଠିକୁ ସକାଳୁ ଆସିଲେଣି। ମୁଁ ଦେଖିଲି ଏଠାକୁ ଦୂର ଦୂରାନ୍ତରୁ ଲୋକମାନେ ଚାଲି ଚାଲି ଆସୁଛନ୍ତି ଆଉ ଥକାହାରା ଓ ଶୋଷିଲା ଦେଖାଯାଉଛନ୍ତି। ଏହି ରାସ୍ତା କଡ଼ରେ ପାଣିର ଭରପୁର ଗୋଟେ କୂଅ ଅଛି। ହେଲେ ସେଠି ପାଣି ପିଇବା ପାଇଁ କୌଣସି ପାତ୍ର ନଥିଲା। ସେଥିପାଇଁ ମୁଁ ସେ ବାଟୋଇଙ୍କୁ ପାଣି ପିଆଉଥିଲି। ଋଷି ଏ ବ୍ୟକ୍ତିଙ୍କର କଥା ଶୁଣି ବହୁତ ଆନନ୍ଦିତ ହେଲେ। ସେ ମନେ ମନେ ଚିନ୍ତା କଲେ, ଏ ଧନର ପ୍ରକୃତ ଅଧିକାରୀ ଏହି ବ୍ୟକ୍ତି। ମୁଁ ଆପଣମାନଙ୍କୁ ପଚାରିବାକୁ ଚାହୁଁଛି, ଋଷି ଜଣକ ତାଙ୍କ ଧନ ଏହି ବ୍ୟକ୍ତିଙ୍କୁ ଦେବା ପାଇଁ କାହିଁକି ଚାହିଁଲେ? ଏକ ପୂର୍ବରୁ ତ ବହୁତ ବ୍ୟକ୍ତି ଆସିଥିଲେ ଯେ ନିଜ ନିଜର ଭଲ କର୍ମ ବିଷୟରେ କହିଥିଲେ। କମେଣ୍ଟ କରି କୁହ ଏହି ବ୍ୟକ୍ତିଙ୍କୁ କାହିଁକି ଋଷି ଧନ ଦେବାକୁ ଚାହିଁଲେ। ଯଦି ଆମର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ।